जय जगन्नाथ बंधुगण आपण को मो यूट्यूब चैनल नूतन वर्षर हार्दिक शुभेच्छा और अभिनंदन। बंधुगण आपण मैंने वर्तमान देखुंत ओडिशार गंधमार्दन पहाड़ उपर थिबा नृसिंहनाथ मंदिर। ओडिशार बरगड़ जिले में थिबा एही नृसिंहनाथ मंदिर पाइकमालू यार दूरता होउची 5 किलोमीटर। बंधुगण नृसिंहनाथ से गंधमार्दन पहाड़ उपर थिबा हरिशंकर दूरता होउची 18 किलोमीटर। बंधुगण आपण मैंने देखुंत महाभारत अनेक गुड़िए दृश्य स्टाच्यू आकार एठारे निर्माण करा जायछि। आपण मैंने देखुंत भीष्मंकर सरसज्जा ये हूँ सिंहद्वार लाइन गेट। एठारे नड़िया भोग करा जाए 50 टंका दे आपण माने नड़िया किंवा अन्य कौन प्रकार भोग आपण माने करि परिबे। ये भोग मंडप एठारे भक्त मानकु प्रसाद बंटन करा जाय थाए। एही नृसिंहनाथ मंदिर को पाटणगढ़ राजा बैजर सिंह 1313 मसीह निर्माण कराइथिले। एही मंदिर उच्चता होउची 45 फुट। एही पहाड़ उपरे नृसिंहनाथ मंदिर परिसर मध्य अनेक गुड़िए छोट बड़ मंदिर मध्य अच्छी आपण माने देखिबे। एटारे पिला मानक पाई खेलिबा पाई छोट छोट गाड़ी रे मध्य व्यवस्था रही। आपण देखुछन पिला माने गाड़ी रे खेलुछन। ये होची परिसर मध्य थिबा समलेश्वरी मंदिर रो दृश्य। एटारे आपण माने देखुछन महाभारत रे श्रीकृष्णकर वस्त्र हरण रो दृश्य। श्रीकृष्ण कदम्ब गछ उपरे रही गोपी मानकर वस्त्र हरण करिसेंती से दृश्य एटारे स्टाच्यू आकार दर्शा जाइछि। गोपी माने स्नान करुछंती एवं श्रीकृष्ण कदम्ब गछरे चढ़ी वस्त्र हरण करुछंती। अनेक गुड़े छोट बड़ दुकान मध्य एठारे अछि। विभिन्न प्रकार आवश्यक घर सरंजाम एवं भोग सामग्री तथा चेरमूलीर दुकान एठारे रही। आपण माने देखुछंती दुर्लभ चेरमूली एठारे बिक्री करा जाए। आम नृसिंहनाथ ए हुची हनुमान स्टाच्यू। पछपटरे आपण माने देखुछंती गंधमार्दन पहाड़। कथित अच्छी त्रेता जुगरे लक्ष्मणकर शक्ति भेद पर जिते हनुमान गंधमार्दन पहाड़ आणुथिले से समय से पहाड़ किछि अंश एठारे तले पड़ जाइथिला। सेही किछि अंशरू एही गंधमार्दन पहाड़र सृष्टि।
এই ମନ୍ଦିର ନୃସିଂହନାଥ ମନ୍ଦିର ମଧ୍ୟାହ୍ନ 12ଟାରେ ବନ୍ଦ ରୁହେ ଏବଂ ଅପରାହ୍ନ 2ଟା ବେଳେ ମନ୍ଦିର ଖୋଲାଯାଏ। ଆପଣମାନେ ଦେଖୁଛନ୍ତି ଅର୍ଜୁନଙ୍କ ରଥରେ ଶ୍ରୀକୃଷ୍ଣ ସାରଥୀ। ଏ ହେଉଛି ଅଭିମନ୍ୟୁଙ୍କର ଚକ୍ରବ୍ୟୁହ। ଚକ୍ରବ୍ୟୁହରେ କିଭଳି ସପ୍ତରଥୀମାନେ ଅଭିମନ୍ୟୁଙ୍କୁ ଘେରି ରହିଛନ୍ତି ତାର ଦୃଶ୍ୟ ଆପଣମାନେ ଉପଭୋଗ କରୁଛନ୍ତି। ପାହାଡ଼ ଉପରେ ଗୋଟେ ମନ୍ଦିର ଆପଣମାନେ ଦେଖୁଛନ୍ତି। ପାହାଡ଼ ଉପରୁ ତଳର ଦୃଶ୍ୟ। ଗାନ୍ଧୀ ମହାତ୍ମାଙ୍କର ଷ୍ଟାଚୁ। ଏଇ ନୃସିଂହନାଥ ମନ୍ଦିର ଭିତରେ ଗୋଟେ କିମ୍ବଦନ୍ତୀ ଅଛି। ପୁରାଣ କଥା ଅନୁଯାୟୀ ମୂଷିକ ଦୈତ୍ୟ ନାମରେ ଏକ ଦୈତ୍ୟ ପ୍ରଜାମାନଙ୍କୁ ଏବଂ ଦେବତାମାନଙ୍କୁ ବହୁତ ହଇରାଣ କରୁଥିଲା। ତେଣୁକରି ଅତିଷ୍ଠ ଏହି ଦେବତାମାନେ ବିଷ୍ଣୁଙ୍କ ନିକଟରେ ଗୁହାରି କରିଥିଲେ। ବିଷ୍ଣୁ ଏହାର ପ୍ରତିକାର ପାଇଁ ସେହି ମୂଷିକ ଦୈତ୍ୟକୁ ମାରିବାକୁ ଗୋଡ଼ାଇଥିଲେ। ସେହି ମୂଷିକ ଦୈତ୍ୟ ଏହି ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଗୋଟେ ମୂଷା ରୂପ ଧରି ପଶି ଯାଇଥିଲା। ବହୁତ ସମୟ ସେ ଗର୍ତ୍ତ ମଧ୍ୟରୁ ସେହି ମୂଷିକ ଦୈତ୍ୟ ନ ବାହାରିବାରୁ ଭଗବାନ ବିଷ୍ଣୁ ଗୋଟେ ବିରାଡ଼ି ରୂପ ନେଇ ସେହି ଗର୍ତ୍ତ ମୁହଁରେ ବସିକି ରହିଲେ, ଯାହାକି ଏପର୍ଯ୍ୟନ୍ତ ମଧ୍ୟ ବିଲେଇ ରୂପରେ ପୂଜା ପାଉଛନ୍ତି। ସେଠାରେ ପୂଜା ପାଉଛନ୍ତି। ଆପଣମାନେ ଦେଖୁଛନ୍ତି ଗୋଟେ ଝରଣାର ଦୃଶ୍ୟ। ପବିତ୍ର ଝରଣା। ଭକ୍ତମାନେ ସେହି ଝରଣାରେ ସ୍ନାନ କରିବାର ମଜା ନେଉଛନ୍ତି। ଆପଣମାନେ ସେହି ଦୃଶ୍ୟ ଦେଖୁଛନ୍ତି। କିଭଳି ଭକ୍ତମାନେ ସ୍ନାନ କରୁଛନ୍ତି ଏବଂ ମଜା ନେଉଛନ୍ତି। ଆପଣମାନେ ସେହି ଦୃଶ୍ୟ ଦେଖୁଛନ୍ତି। ଏଠାରେ ମା ଲକ୍ଷ୍ମୀଙ୍କର ମନ୍ଦିର ମଧ୍ୟ ଅଛି। ଦେଖୁଛନ୍ତି ମୁଖ୍ୟ ମନ୍ଦିର। ଏ ମନ୍ଦିରରେ ବିଭିନ୍ନ ଦେବାଦେବୀଙ୍କର ମୂର୍ତ୍ତି ମଧ୍ୟ ଖୋଦିତ ହେଇଛି। ମୁଖ୍ୟ ମନ୍ଦିର ଏହାର ଉଚ୍ଚତା ହେଉଛି 45 ଫୁଟ।
ଦେଖୁଛନ୍ତି ପ୍ରଭୁ ଶ୍ରୀ ଗଣେଶଙ୍କର ମୂର୍ତ୍ତି ପଥରରେ ଖୋଦେଇ ହେଇଛି। ଦେଖୁଛନ୍ତି ନିଶ୍ଚିତ ଦୈତ୍ୟର ପ୍ରବେଶ ଦ୍ୱାର। ବରାହ ଅବତାର। ସ୍ଥାନଟି ଅତୀବ ରମଣୀୟ ସ୍ଥାନ। ଏଠାକୁ ଆସିଲେ ଛାଡ଼ି ଯିବାକୁ ଇଚ୍ଛା ହୁଏ ନାହିଁ। ଯଦି ଆପଣମାନେ କେବେ ନୃସିଂହନାଥ ମନ୍ଦିର ଆସିନଥାନ୍ତି କିମ୍ବା ଆପଣ ବରଗଡ଼ ଆସିଥାନ୍ତି ତାହେଲେ ନିଶ୍ଚିନ୍ତ ଭାବେ ନୃସିଂହନାଥ ମନ୍ଦିର ବୁଲିବାକୁ ଆସନ୍ତୁ। ସୁନ୍ଦର ଭାବରେ ପଥରରେ ଖୋଦେଇ ହେଇ ବିଭିନ୍ନ ଦେବାଦେବୀଙ୍କର ମୂର୍ତ୍ତିମାନ ଖୋଦେଇ ହେଇଛି। ଇଏ ହେଉଛି ପଞ୍ଚୁ ପାଣ୍ଡବ। ସୁନ୍ଦର ମୂର୍ତ୍ତି ଗୁଡ଼ିକ ଆପଣମାନେ ଦେଖୁଛନ୍ତି, ତେଣୁକରି ବାରମ୍ବାର ମୁଁ ଏହାକୁ ଦେଖାଉଛି। ଝରଣା ଏଠାରେ ମଧ୍ୟ ମାନସିକଧାରୀ ମାନେ ଚୂଳ ପକାଇଥାନ୍ତି। ଚୂଳ ପକାଇବା ପାଇଁ ଛୋଟ ପିଲାମାନଙ୍କୁ 100 ଟଙ୍କା ଏବଂ ବଡ଼ମାନଙ୍କୁ 200 ଟଙ୍କା ଦେୟ ଦେବାକୁ ପଡ଼ିଥାଏ। ହନୁମାନଙ୍କର ପଛପଟେ ଗନ୍ଧମାର୍ଦ୍ଦନ ପାହାଡ଼ ଆପଣମାନେ ଅବଲୋକନ କରୁଛନ୍ତି। ବନ୍ଧୁଗଣ, ଆପଣମାନଙ୍କୁ ଅନୁରୋଧ, ଯଦି ଆପଣମାନେ ମୋ ଭିଡ଼ିଓରେ ନୂଆ ହେଇଥାନ୍ତି ମୋ ଚ୍ୟାନେଲରେ କିମ୍ବା ପୂର୍ବରୁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥାନ୍ତି ତାହେଲେ ବିଶେଷ ଅନୁରୋଧ, ପ୍ଲିଜ୍ ଆଜିରେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦାବି ଦିଅନ୍ତୁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବେ ଦେଖନ୍ତୁ। ଆପଣଙ୍କୁ ନିଶ୍ଚିତ ଭାବେ ଭଲ ଲାଗିବ। ଆପଣମାନଙ୍କ ଭଲ ପାଇବାକୁ ନେଇ ମୋ ଏହି ଚ୍ୟାନେଲ, ତେଣୁ ଆପଣଙ୍କ ଭଲ ପାଇବାରେ ମୋର ଆଗ୍ରହ ବଢ଼ି ବଢ଼ି ଚାଲିଛି। ପ୍ରଭୁ ଶ୍ରୀରାମ, ସୀତା ଏବଂ ଲକ୍ଷ୍ମଣଙ୍କର ମନ୍ଦିର। ଦେଖୁଛନ୍ତି ମହାଭାରତର ଦୃଶ୍ୟ। ବେଲାଳସେନଙ୍କର ପଟାମୁଣ୍ଡ ଖମ୍ବ ଉପରେ ବିରାଜମାନ। ବନ୍ଧୁଗଣ, ମନ୍ଦିର ଭିତରକୁ କ୍ୟାମେରା ଆଲାଉ ନାହିଁ, ତେଣୁ ମନ୍ଦିର ଭିତରର ଦୃଶ୍ୟ ମୁଁ ଆପଣଙ୍କୁ ଦେଖାଇ ପାରୁନାହିଁ। ଏଠାରେ ଫଟୋ ଉଠାଇବା ମନା ଭିତରେ, ତେଣୁକରି ମନ୍ଦିର ଭିତରର ଦୃଶ୍ୟ ମୁଁ ଆପଣଙ୍କୁ ଦେଖାଇ ପାରୁନାହିଁ। କି ସୁନ୍ଦର ମୂର୍ତ୍ତି, ତେଣୁକରି ବାରମ୍ବାର ଦେଖିବାକୁ ଇଚ୍ଛା ହେଉଛି।
ଚକ୍ରବ୍ୟୁହ। ତେରଶହ 13 ଖ୍ରୀଷ୍ଟାବ୍ଦରେ ପାଟଣାଗଡ଼ର ରାଜା ବୈଜୟନ୍ତ ସିଂ ଏହି ମନ୍ଦିର ନିର୍ମାଣ କରାଇଥିଲେ। ସମସ୍ତେ ଦେଖୁଛନ୍ତି ମାଙ୍କଡ଼, କେତେଗୁଡ଼ିଏ ମାଙ୍କଡ଼ର ବସି ଖାଦ୍ୟ ଅନ୍ୱେଷଣରେ ଅଛନ୍ତି। ଏହି ମନ୍ଦିର ମଧ୍ୟରେ ବରାହ ଅବତାର। ମନ୍ଦିର ବାହାର ପାର୍ଶ୍ୱ କାନ୍ଥରେ ଅନେକ ଗୁଡ଼ିଏ ଦେବାଦେବୀଙ୍କର ମୂର୍ତ୍ତି ମଧ୍ୟ ରଖାଯାଇଛି। ବନ୍ଧୁଗଣ, ଏଠାରେ ମୁଁ ଭିଡ଼ିଓଟି ସମାପ୍ତ କରୁଛି। ଆଶା କରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ, ଶ୍ରୀ ନୃସିଂହନାଥଙ୍କ କୃପାରୁ ଆପଣମାନେ ଭଲରେ ଥିବେ ଏବଂ ସୁସ୍ଥ ଥିବେ। ରହିଲି, ଜୟ ଜଗନ୍ନାଥ।